ଉଭୟ ପକ୍ଷ କଳା କେଲୁଣି ମିଶିକି କହିବେ ଯେ କୌଣସି ବ୍ୟକ୍ତିକୁ
ଯଦି ସର୍ପ କାମୁଡ଼ିଲା ଏଇଟା ପୁରୁଷ ଜାତି ସର୍ପ ନା ସ୍ତ୍ରୀ ଜାତି ସର୍ପ ବା କିବ ଜାତି ସର୍ପ କାମୁଡ଼ିଛି ବୋଲି ଆମେ କଣ ସାଙ୍କୁନ୍ୟ ଦେଖିକି ଜାଣିବା যেটা এই পুরুষ জাতীয় সর্প কামুড়িছে না স্ত্রী জাতীয় সর্প কামুড়িছে না ক্লিব জাতীয় সর্প কামুড়িছে কেমতি জানিবা লোকটার আকৃতি দেখি আমি জানিবা এটাকে এই সর্প কামুড়িছে বলি বুঝুଛନ୍ତି ତ ହଁ এটা ଅନୁଭବରୁ କହିହବ କଣ କହିଲ ଦେଖିଆ ଆଜ୍ଞା ଶୁଣନ୍ତୁ ସାପ ଆମେ ଦେଖିଲା ସାପ ଧର ସେ କୋଉ ସାପ କାମୁଡିଛି ସାପ ଦେଖିବୁ ଆମେ ଆମର ପଦନ୍ଦ କରିବୁ ସାପ ଦେଖିଲେ ଆଜ୍ଞା ହଁ ହଁ ତମେ ଏ ମଣିଷଟାକୁ ଦେଖି କେମିତି ଜାଣିବା ମୁଁ ଜାଣିଦେବି ସାର୍ ଏ ତମେ ଜାଣିଦବ ପାଟିରେ କୁହ କଣ ଶାସ୍ତ୍ର ଜାଣିଛ କୁହ ନା ତମେ ଜାଣିଦବ କଣ ଲୋକଟାର ବର୍ଣ୍ଣ ରୂପ ରଙ୍ଗ ଢଙ୍ଗ ଚାଲି ଚଳନ ଦେଖିକି କହିବା ଏଟାକୁ ପୁରୁଷ ସାପଟେ ଚାଲିଛି ଗରଳ ଆଜ୍ଞା ଯଦି ପୁରୁଷ ସାପ କାମୁଡ଼ିଥାଏ ଆଜ୍ଞା ସେ ଯୋଉ ଜାଗାରେ କାମୁଡ଼ିଥାଏ କ୍ଷତ ଜାଗାରେ ଆଜ୍ଞା ଟିକେ ଦାନ୍ତ ବସେ ଓହୋ ତ ସାଙ୍କେତିକ ଧର୍ମରେ କହିଲେ ଯେ ସାପ କାମୁଡ଼ିଛି ସାପର ବି ଜାତୀୟ ସର୍ପ ଅଛି ପୁରୁଷ ଜାତୀୟ ଅଛି ତେଣୁ ତାର ବିଲକ୍ଷଣକୁ ନିର୍ଣ୍ଣୟ କରିବା ପାଇଁ ଆମର ଯୋଉ ମହୋଦୟ ପଚାରିଲେ ସେଟା କହିପାରିଲନି ତାର ପୁରାଣ ବାଦକୁ ଯିବ ସର୍ପ ମେଧ ଯଜ୍ଞ କିଏ କରିଥିଲେ ସର୍ପ ମେଧ ଯଜ୍ଞ ତମେ ସେ ଗୋଟେ ପଚାରିଲେ ତାଙ୍କୁ କହୁନ ଆଜ୍ଞା ନିଜେ କର୍ତ୍ତୃ ବୋଲି କହିଲେ କର୍ତ୍ତୃ ରାଜା ନହୁଷ ସର୍ପ ମେଧ ଯଜ୍ଞ କରିଥିଲେ ଉଭୟ ପ୍ରସ୍ଥାନ ହୁଅ ଆଚ୍ଛା ପତ୍ର ସୌରାଟାକୁ କ୍ୟାନସେଲ କରି ବାଇଧନ କୁ ଡାକ ପିଣାକାର କୁ ଡାକ ପତ୍ର ସୌରାଟାକୁ କ୍ୟାନସେଲ କର ଆଉ